କହୁଥିଲି ଡେଲାଙ୍ଗରେ ଯୋଉ ସମ୍ବେଦନଶୀଳ ଘଟଣା ଘଟିଲା, ଡେଲାଙ୍ଗରେ କଣଟା ହେଲା କେବେ ଏ ଯୋଉ ଆଶୀର୍ବାଦ ସାହୁକୁ ମାରିକିରି ପକେଇଦେଲେ, ଏବେ 6 ଦିନ ପରେ ତାର ଡେଡ୍ ବଡି ମିଳିଲା, ତାରି ଉପରେ ପ୍ରତିକ୍ରିୟା ଟିକେ ନେଇଥାନ୍ତେ। ମତେ ଟିକେ ବୁଝାନ୍ତୁ ନା ହିମାଂଶୁ ଭାଇ, ସତରେ ମୁଁ ଜାଣିନି, କାହିଁକି ମୁଁ ଜେପିସି ଜଏଣ୍ଟ ପାର୍ଲାମେଣ୍ଟାରୀ କମିଶନ ରେ ଆସିଥିଲି ପରଦିନଠୁ, ଆଜ୍ଞା ଆମର ୱାନ୍ ନେସନ ୱାନ୍ ଇଲେକ୍ସନ ର। ଆଉ ତାପରେ ଆମର 7 ଜଣ ସରପଞ୍ଚ ପେହେଲଗାମ ରେ ଥିଲେ, ତ ତାଙ୍କୁ ଆଜି କାଢିକି ଆଣୁଛି ମୁଁ ପୁରୀର, ସେଥିପାଇଁ ମୁଁ ସେଥିରେ ପୁରା ବ୍ୟସ୍ତ ଅଛି। କଣ ଡେଲାଙ୍ଗରେ କଣ ହେଇଥିଲା ଆଶୀର୍ବାଦ, କଣ ହେଇଥିଲା? ଡେଲାଙ୍ଗରେ 15 ତାରିଖ ଦିନ ସନ୍ଧ୍ୟା ବେଳେ ଆଶୀର୍ବାଦ ସାହୁ 11 ବର୍ଷର ପୁଅ ନିଖୋଜ ହେଲା ରତନପୁର ଗାଁରୁ। ଆଚ୍ଛା। ତାପରେ ପୋଲିସ କୁ ଲାଗିଗଲା ଦୀର୍ଘ 6 ଦିନ। 20 ତାରିଖ ଦିନ ଯେତେବେଳେ ଗ୍ରାମବାସୀ ମାନେ ସେଠି ରାସ୍ତା ରୋକ କଲେ ଯେ ଆମ ପୁଅକୁ କଣ ପାଇଁ ପୋଲିସ ଖୋଜିକି ପାଉନାହିଁ ବୋଲି, 20 ତାରିଖ ରାତିରେ ଗୋଟେ ତାଙ୍କ ପଡିଶା ଘର ବାପି ସାହୁ ବୋଲି ତାର ଲାଟିନ ଟାଙ୍କିରୁ ସେ ଆଶୀର୍ବାଦ ସାହୁର ଡେଡ୍ ବଡି ଉଦ୍ଧାର କରାଗଲା ଦୀର୍ଘ 6 ଦିନ ପରେ। ଆଚ୍ଛା। ଆଜ୍ଞା। ପୁଣି ତାର କାରଣ ପୋଷ୍ଟମର୍ଟମ ରିପୋର୍ଟରେ ବାହାରିଲା କି ସେକ୍ସୁଆଲ ହାରାସମେଣ୍ଟ। ସେ ଛୋଟ ଛୁଆଟା ମାନେ କେତେ ବର୍ଷର ଛୁଆ ଥିଲା? 11 ବର୍ଷର ପୁଅଟିଏ, ପୁଅ ସହିତ ବାପି ସାହୁ। ମାନେ ଜଣଙ୍କର ଡେଥ୍ ହେଇଛି, ତ ଜଣଙ୍କର ଡେଥ୍ ହେଇଛି। ଆଜ୍ଞା। ସେ ପିଲାଟା, ସେ ଯୋଉ ପିଲାର ନାଁ ଆଶୀର୍ବାଦ। ହଁ, ଆଶୀର୍ବାଦ ସାହୁ। ଆଶୀର୍ବାଦ ସାହୁ ସେ ପିଲାର ନାଁ। ଆଜ୍ଞା। ତା ବାପା ନାଁ କଣ? ମୁଁ କଥା ହେଇଯାଉଛି ପୁରା ଏବେ ରିଙ୍କୁ ଭାଇଙ୍କ ସାଙ୍ଗରେ, ରୁହନ୍ତୁ। ଆଉ ଗୋଟେ ଭାଇ, ଆଉ ଗୋଟେ କଥା, ଆଉ ଗୋଟେ ସବୁଠାରୁ ବିଳମ୍ବନାର ବିଷୟ, 6 ଦିନ ପରେ ଯେତେବେଳେ ପିଲାଟିର ମୃତଦେହ ଉଦ୍ଧାର କରୁଛି ପୋଲିସ, ଏତେ ତତ୍ପର ପୋଲିସ, ପୁରୀ ପ୍ରଶାସନ, ସେଥିରେ ପୁଣି ଏଏସପି ବିଷ୍ଣୁ ପ୍ରସାଦ ପତି ଯିଏ ଅଛନ୍ତି, ସିଏ ପିଲାଟିର ନାଁ ଆଶୀର୍ବାଦ ସାହୁକୁ ଓଟିଭିରେ ଆପଣ ବି ଦେଖିପାରିବେ, ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇଛନ୍ତି ଆଶୁତୋଷ ସାହୁ ବୋଲି। ପ୍ରଥମ କଥା। ଦ୍ୱିତୀୟ କଥା, ସେଠି ତାଙ୍କୁ ଯେତେବେଳେ ଓଟିଭିର ସାମ୍ବାଦିକ ପଚାରୁଛନ୍ତି କି କଣ ଆଜ୍ଞା ବିଏନଏସ୍ ଲାଗିବ, ସିଏ ପଚାରୁଛନ୍ତି ଆଇଆଇସି କି ଯେ ମତେ ଟିକେ କୁହନ୍ତୁ କଣ ବିଏନଏସ୍ ଲାଗିବ, ମୁଁ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିବି। ଆଚ୍ଛା, ମୁଁ ବୁଝି ଦଉଛି, ଏବେ ସବୁ ବୁଝୁଛି। ଆଉ ମୁଁ ଭାଇ ସବୁଠାରୁ ଇଏ କଥା ହଉଛି, ରାସ୍ତା ରୋକ କଲେ ଗ୍ରାମବାସୀ, ତାଙ୍କ ନାଁରେ ଏଫଆଇଆର ହେଇଛି। ଯୋଉ ବାପି ସାହୁ ତା ଘରକୁ ବାଡେଇକି ଭାଙ୍ଗିଛନ୍ତି ଗାଁ ଲୋକ, ଗ୍ରାମବାସୀଙ୍କ ନାଁରେ ପୁଣି ଆଉ ଗୋଟେ ଏଫଆଇଆର ଆଜି ମାନେ ଲଞ୍ଚ କରାହେଇଛି ଡେଲାଙ୍ଗ ପୋଲିସ ପକ୍ଷରୁ। ଆଉ ସବୁଠାରୁ ବିଡମ୍ବନାର କଥା, ଏପର୍ଯ୍ୟନ୍ତ ବିଧାୟକ ମହୋଦୟ କଣ ପାଇଁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦଉନାହାନ୍ତି କି ସାମ୍ନାକୁ ଆସୁନାହାନ୍ତି। କୋଉଠି ନା କୋଉଠି ଲୋକଙ୍କ ମନରେ ଗୋଟେ ମାନେ ଜାତ ହଉଛି ଭାବନା ଯେ ବାପି ସାହୁ ବିଜେପି ଲୋକ ବୋଲି। ମୁଁ ଯେହେତୁ ପୁରୀ ଆସୁଛି, ମୁଁ ନିଜେ ଏ ବିଷୟକୁ ପୁରା ବୁଝିବି, ଆସିକି ପହଞ୍ଚିବି। ମୁଁ ଏବେ ତୁରନ୍ତ ବୁଝୁଛି, ଏଟା ବଡ ବିଷୟ। ଯାଉ ଧନ୍ୟବାଦ ଆପଣଙ୍କୁ, ଆପଣ ମତେ ଜଣାଇଲେ ପୁରା। ଆଜ୍ଞା, ମୁଁ ଆପଣଙ୍କ ଠାରୁ ପ୍ରତିକ୍ରିୟା ଟିକେ ନେବାକୁ ଚାହିଁବି, ଆପଣ ଯଦି ବୁଝି ସାରିକିରି ମତେ ଟିକେ ବୁଝି ସାରିଲା ପରେ ଆପଣଙ୍କୁ କହିବି। ହଁ, ନା ମୁଁ ବୁଝି ସାରି କହିବି ଆପଣଙ୍କୁ। ଆଜ୍ଞା, ଠିକ ଅଛି। ଆଜି ମୋର ଟିକେ ପ୍ରାୟୋରିଟି ରହୁଛି, ଆମର ଯୋଉ 7 ଜଣ ଲୋକ ପେହେଲଗାମ ଫସି ଯାଇଛନ୍ତି, ତ ତାଙ୍କୁ କାଢିକି ଆଣୁଛି, ତ ସେଇଟା ଲାଗିଛି। ମୁଁ ଟିକେ ସରିଯାଉ, ତାପରେ ଆପଣଙ୍କୁ କହିବି ଫୋନ କରିବି। ପେହେଲଗାମ ଉପରେ ଗୋଟେ ପ୍ରତିକ୍ରିୟା ମୁଁ ରେକର୍ଡିଂ କରିପାରିବି କି ଆପଣଙ୍କ ଠାରୁ 2 ମିନିଟର? କୋଉଟା? ନା, ସେଟା ସେମାନେ ଆସିକି ସେମାନେ ପହଞ୍ଚି ସମ୍ବେଦନଶୀଳ ବିଷୟ ନା, ସେମାନେ ଆସିକି ପହଞ୍ଚି ଯାଆନ୍ତୁ ଆଗ, ମୁଁ ତାଙ୍କୁ ନିଜେ ନେଇକି ଆସିବି ଓଡିଶା, ସେତେବେଳେ ପ୍ରତିକ୍ରିୟା ଦେବି। ଠିକ ଅଛି, ରଖୁଛି। ଜୟ ଜଗନ୍ନାଥ। ନମସ୍କାର।